ଆରପାରିରେ 2 ଟଙ୍କିଆ ଡାକ୍ତର। ଗତ 50 ବର୍ଷ ଧରି ମାତ୍ର 2 ଟଙ୍କାରେ ଗରିବ ରୋଗୀଙ୍କୁ ସେବା ଯୋଗାଇ ଆସୁଥିଲେ ଡାକ୍ତର A.K. ଗୋପାଳ। ଶନିବାର 80 ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର। ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ଗତ 50 ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର 2 ଟଙ୍କାରେ ଗରିବ ରୋଗୀଙ୍କୁ ଚିକିତ୍ସା କରୁଥିଲେ। ପ୍ରତିଦିନ ଭୋର 4ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ ରୋଗୀ ଚିକିତ୍ସା କରୁଥିଲେ। ତାଙ୍କ ପାଖକୁ ପିଲାଠୁ ନେଇ ବୁଢ଼ା ପର୍ଯ୍ୟନ୍ତ ପ୍ରତିଟି ବର୍ଗର ଲୋକ ଚିକିତ୍ସା ହେବାକୁ ଆସୁଥିଲେ ଏବଂ ଚିକିତ୍ସା ପାଇଁ ସେ ମାତ୍ର 2 ଟଙ୍କା ଫିସ୍ ନେଉଥିଲେ। ଡାକ୍ତରଙ୍କ ଏହି ଫିସ୍କୁ ନେଇ ତାଙ୍କୁ 2 ଟଙ୍କିଆ ଡାକ୍ତର ବୋଲି ଲୋକେ କହୁଥିଲେ। ସମସ୍ତଙ୍କ ମଧ୍ୟରେ ସେ ଜନତାଙ୍କ ଡାକ୍ତର ଏବଂ 2 ଟଙ୍କିଆ ଡାକ୍ତର ନାମରେ ପ୍ରସିଦ୍ଧ ଥିଲେ। ବର୍ଦ୍ଧିତ ବୟସ ଏବଂ ରୋଗକୁ ଦେଖି ସେ କ୍ଲିନିକ ସମୟ ସକାଳ 6ଟାରୁ ଆରମ୍ଭ କରି ଅପରାହ୍ନ 4ଟା ପର୍ଯ୍ୟନ୍ତ ରଖିଥିଲେ। ମାନବିକତାର ପରିଚୟ ସୃଷ୍ଟି କରିଥିବା ଏହି ଡାକ୍ତର ଜଣକ ଖାଲି ଚିକିତ୍ସା କରୁନଥିଲେ, ଯେଉଁ ରୋଗୀ ପାଖରେ ଚିକିତ୍ସା କରାଇବାକୁ ଟଙ୍କା ନଥିଲା ସେ ସେମାନଙ୍କୁ ଟଙ୍କା ବି ଦେଉଥିଲେ ଏବଂ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଉଥିଲେ। 2024 ମେ ମାସରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ସେ କ୍ଲିନିକ ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ଆଖପାଖରେ ଥିବା ଗରିବ ଶ୍ରେଣୀର ରୋଗୀଙ୍କୁ ଗଭୀର ଝଟକା ଲାଗିଥିଲା। ତେବେ 2 ଟଙ୍କିଆ ଡାକ୍ତରଙ୍କ ଦେହାନ୍ତର କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମଧ୍ୟ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।